ବାରିପଦାରେ ଜିଲ୍ଲାସ୍ତରୀୟ 77ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ। ଜାତୀୟ ପତାକା ଉତ୍ତୋଳନ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ ହେମକାନ୍ତ ସୟ। ସୈନିକ ଓ ପୋଲିସ ଦଳଙ୍କ ଦ୍ୱାରା ଆତଙ୍କୀ ଆକ୍ରମଣ ସଫଳ ମୁକାବିଲା, ମକ୍ ଡ୍ରିଲ୍ ପ୍ରଦର୍ଶନ, ଗଣତନ୍ତ୍ର ଲୋକମାନଙ୍କୁ ସେବା ମାଧ୍ୟମରେ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦିଆଯାଉଛି ବୋଲି କୁହାଯାଇଥିଲା। ମୟୂରଭଞ୍ଜ ସଦର ମହକୁମା ବାରିପଦାଠାରେ ଏହା ମହାସମାରୋହରେ ପାଳିତ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ବରୁଣ ଗୁଣ୍ଡୁପାଲି ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ଓ ଉପଜିଲ୍ଲାପାଳ ଶ୍ରୀ ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥିଙ୍କୁ ରିଜର୍ଭ ପୋଲିସ ପ୍ୟାରେଡ୍ ମଞ୍ଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ସୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଶିତ ରାଷ୍ଟ୍ର ସଙ୍ଗୀତ, ତତ୍ପରେ ପୋଲିସ ନିରୀକ୍ଷକଙ୍କ ତଥା କମାଣ୍ଡର ଶ୍ରୀ ଆଲୋକ କୁମାର କାନୁନଗୋଙ୍କ ଦ୍ୱାରା ପରିଚାଳିତ ପ୍ୟାରେଡରେ OSAP ପୋଲିସ, ହୋମଗାର୍ଡ, ଓଡ୍ରାଫ୍ଟ, ସମର ଶିକ୍ଷାର୍ଥୀ ବାହିନୀ, ରେଡକ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ ଗାଇଡ୍, ସିଭିଲିଆନ ଓ ପୋଲିସ ବ୍ୟାଣ୍ଡକୁ ମିଶାଇ ସମୁଦାୟ 33 ଗୋଟି ଟ୍ରୁପ୍ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇବା ସହ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇ ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଚକ୍ରଧର ପ୍ରଧାନ, ପଦ୍ମଶ୍ରୀ ପ୍ରଫେସର ଦମୟନ୍ତୀ ବେସରା ଓ ସହକାରୀ ଶିକ୍ଷକ ତଥା ମୟୂରଭଞ୍ଜ ଜିଲ୍ଲା ରେଡକ୍ରସ ଶାଖାର କନିଷ୍ଠ ରେଡକ୍ରସ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।